ସାଧନିଆ ଜଳୁଛି ବାବୁ ସେଦିନ ସେ ସାମ୍ବାଦିକକୁ ମର୍ଡର କଲା ପରେ କେହି ବି ମୋରି ଭୟରେ ପୋଲିସ ଆଗରେ ମୋ ଖୋଲିନି ବାବୁ ହେଲେ ସେ ହରମଜର ବୀରେନ୍ଦ୍ର ସାମନ୍ତରାୟ ସବୁ ସତ କଥା ପୋଲିସ ଆଗରେ କହି ମୋତେ ଅରେଷ୍ଟ କରେଇଛି ସେଦିନ ଯଦି ପୋତିଏ ମିଛ କହିଥାନ୍ତା ତାହେଲେ এই 2 ବର୍ଷ କାଳ এই ଜେଲର ଚାରି କାନ୍ଥ ଭିତରେ ମୋତେ ରହିବାକୁ ପଡ଼ିନଥାନ୍ତା ବାବୁ तो मामू ए बीड़ी का साउ जतिकी नेता मंत्री को हाथ रे रखी आईन कानून बदलाई एमिति चक्क चलई जे जोति पाई तू निर्दोष रे खलास हे गलु हाय हाय ओए बाबू छोड़ी भी दे से हरमजादा बीरेन्द्र सामन्तराय ठारो प्रतिशोध देवे बहु बलरे नहले बुद्धि बलरे प्रतिशोध देवी माने प्रतिशोध देवी बाबू तू किसी करी पारिबुनी रे तू किसी करी पारिबुनी अरे कथा रे परा अछि तुलु मुनिया घरे काज बड़ बड़िया अधिक लाज तू किसी करी पारिबुनी रे हो बाबू मो विदेशी मो कथा कम बाबा बेसी देखो बाबा एबे मो गौर करूछे देखो देखिबा कोन करूची रे भणजा तू किसी करी पारिबुनी रे हेलो हमारे बिके वो सारा कौन क्यों छो भाई हैं कोठो छो ठीक अछि अछि तोते गोटे कथा कहू छे भाई मद दे के छोड़ अछि जेबिते हेले मध्य से हरामजादा बीरेन्द्र सामन्तराय मरिबा दरकार बा ओ भाई तको तो जेबिति हेले बे खोजे भार କରିବାକୁ ପଡ଼ିବ ଭାଇ ଆଉ ତାକୁ ତ ଜୀବନ ମାରି ଖତମ କରିଦେ ଭାଇ କଣ କହିଲ ଓ ଭାଇ ମୋତେ ଯିଏ ଜେଲକୁ 2 ବର୍ଷ କାଳ ପଠେଇଥିଲା ସେଇ ହରମଜାଦା ବୀରେନ୍ଦ୍ର ସାମନ୍ତରାୟକୁ ତ ଯେମିତି ହେଲେ ସେ ଦିନ 2 ପହରରେ ହରମଜାଦାକୁ खोजिके मरी दावा ओ भाई देखो तू रखो जे ओ रे भणजा देखिलो बाबू एई तमा बणचार करा मते रे भणजा तू का को फोन कलु कोन कइलु मु तो किछि बुझी पारिली रे बाबू भणजा तबे बुझी परिबोदी बाबू तबे बुझी परिबोदी से बीरेन्द्र सामन्तराय बोला परे तो स्त्री आओ तो झियो बिंद्य सामन्तराय संपूर्ण एकोटिया होई जेबे तापरे बाबू से बीरेन्द्र सामन्तराय रो से सब चलाचल संपत्ति रो मालिक हबो এই বিদেশি বরালো রে ভণজা বাবু মানলি গলি রে ভণজা মানলি গলি তোর 2 টঙ্কিয়া মুন্ডকু 3 টঙ্কিয়া বুদ্ধি ଅଛି ବୋଲି আকু ইকন্তি গটে গুলি রে 2টা শিকার হাই 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 মোটা রটা হেইছু পাঙ্গুয়া খাই हो 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 তাহলে তবে চালাও বাবু সে বীরেন্দ্র সামন্তরায় আছে মরিব বীরেন্দ্র সামন্তরায় মরিব তারপরে বাবু মো খেলটা আরম্ভ হব
କାହିଁକି ମତେ ମାରିବାକୁ ଚାହୁଁଛ? ଆରେ ତୁମମାନଙ୍କ ସହିତ ମୋର କିଛି ବି ଶତ୍ରୁତା ନାହିଁ। କାହିଁକି ମତେ ଏମିତି ଗୋଡ଼େଇ ଗୋଡ଼େଇ ରିଚ୍ ରାସ୍ତାରେ ମାରିବାକୁ ଚାହୁଁଛ? ତୁମେ କିଏ ଭାଇ? ଆମେ କିଏ ତୁ ଜାଣିବା ଦରକାର ନାହିଁ ବେ। ଏଇ ଦେଖ ବେ, ଆଜି ତତେ ମାରି ଦେବୁ ବେ। ଏଇ ଦେଖ ନିଜ ବାପା ଲୋକକୁ ଏମିତି ମାତର କରୁଛ କାହିଁକି? ଏଇ ଭଦ୍ରକ ତୁମରେ ହାତ ଉଠେଇ ବେଳେ ତୋ ବାପାଙ୍କ କଥା ମନେ ପଡ଼ିଲାଣି? ତୋ ବିବେକ ଟିକେ ବାଧା ଦେଲାନି କେବେ? ଚପେ ହରାମ ଦାଦା, ଆମକୁ ରେଟି ବାଣି ନଶୁଣି ତୋ ରାସ୍ତାରେ ତୁ ଚାଲି କେବେ ନହେଲେ ଘଣ୍ଟା କରିବ କାଇଁ ମାରିବ? ମାରିକି ଦେଖ କିଛି ହେଇନି ତ? ନା ମୋର କିଛି ହେଇନି, ମୋ ସମ୍ପୂର୍ଣ୍ଣ ଠିକ ଅଛି। ସାହେବ ସେମାନେ ଆପଣଙ୍କୁ ଏମିତି ଭିତରା ସାରି ମାରିବା ଚେଷ୍ଟା କରୁଥିଲେ କାହିଁକି? ଏସବୁ ସହର ଲୋକମାନେ ଦେଖିଲା ପରେ ବି ଏହାର ପ୍ରତିବାଦ କରିନାହାନ୍ତି କାହିଁକି? ଏମାନେ କିଏ ସାହେବ? ଦେଖ ଏ ବିଷୟରେ ମୁଁ କିଛି ଜାଣିନି। ଏମାନେ କିଏ? କାହିଁକି ମତେ ଏମିତି ମାରିବାକୁ ଚେଷ୍ଟା କରୁଥିଲେ? ତମେ ଯଦି ଠିକ ସମୟରେ ଆସି ପହଞ୍ଚି ନଥାନ୍ତ ବାବୁ, ତାହେଲେ ନିଶ୍ଚୟ ଦି ଜଣ ଗୁଣ୍ଡା ମୋ ଜୀବନ ନେଇ ଯାଇଥାନ୍ତେ। ଏମିତି ସମୟରେ ଦେବଦତ୍ତ ସାଜି ଆଜି ମୋ ଜୀବନ ବଞ୍ଚାଇ ଦେଲ। ତମେ କିଏ? ତମ ପରିଚୟ କଣ? ବାବୁ ମୋ ହଉଛି ବିଶ୍ୱାସ। ଏ ମୋ ପୁଅ ବିଜୁ ଦିନେ ସଡ଼କ ଦୁର୍ଘଟଣାରେ ତା ମାମକୁ ଛାଡ଼ି ଆର ବାଡ଼ିକୁ ଚାଲିଗଲା ବାବୁ। ସେଇଥିପାଇଁ ଆମେ ବହୁତ ଦୁଃଖ କଷ୍ଟରେ ଚଳି ଆସୁଛୁ। ହେଲେ କେଇଟା ଦିନ ହବ ବେଳେ ବେଳେ ମୋ ଛାତିରେ ଯନ୍ତ୍ରଣା ହୁଏ। ସେଇଥିପାଇଁ ମୋ ପୁଅ ବିଜୁ ଗାଁରୁ ସହରକୁ ଭଲ ଡକ୍ଟର ସହିତ ପରାମର୍ଶ କରିବାକୁ ନେଇ ଆସିଛନ୍ତି ବାବୁ। ହେଲେ ଭଗବାନଙ୍କର ଦୟାରେ କାମ ତଥା ମିଳିଗଲେ ଆମେ ସହଜରେ ରହିଥାନ୍ତୁ ବାବୁ। ତମ ଦେହ ଭଲ ନାହିଁ? ଭଲ ଡକ୍ଟର ସହିତ ପରାମର୍ଶ କରିବାକୁ ବାବୁ ତମେ ଗାଁରୁ ସହରକୁ ଆସିଛ? ହଁ ବାବୁ। ଏ ସହରରେ ତମ ପୁଅ ବିଜୁ ପାଇଁ କାମଧନ୍ଦା ଖୋଜୁଛ? ହେ ବାବୁ, ଏଇ ସହରଟା ହଉଛି ଗୋଟିଏ ବେଇମାନ ସହର। ଏଠି ତମ ପରି ନିରୀହ ନିଷ୍ପାପ ମଣିଷ
ହାତରେ ଶଙ୍ଖା ଚୁଡ଼ି ମଥା ସିନ୍ଦୁର ନାଲି ହାତରେ ଶଙ୍ଖା ଚୁଡ଼ି ମଥା ସିନ୍ଦୁର ନାଲି କେବେ ପିନ୍ଧିବି ସାଙ୍ଗରେ ମିଳିବ ମୋ ଭାଗ୍ୟରେ କେବେ ପିନ୍ଧିବି ସାଙ୍ଗରେ ମିଳିବ ମୋ ଭାଗ୍ୟରେ ହାତରେ ଶଙ୍ଖା ଚୁଡ଼ି ମଥା ସିନ୍ଦୁର ନାଲି ହାତରେ ଶଙ୍ଖା ଚୁଡ଼ି ମଥା ସିନ୍ଦୁର ନାଲି କେବେ ପିନ୍ଧିବି ସାଙ୍ଗରେ ମିଳିବ ମୋ ଭାଗ୍ୟରେ କେବେ